चेंज ऑफ प्लेस अच्छी आपणकर ଆପଣ ଯେଉଁ ଘରେ ରହୁନାହାନ୍ତି ସେ ଘର ପରିବର୍ତ୍ତନ କରିକି ଅଲଗା ଜାଗାରେ ରହିଲେ ଶାନ୍ତିରେ ରହିବେ। କ'ଣ କରିବା ବର୍ତ୍ତମାନ ତ କିଛି କରିବାକୁ ପରିସ୍ଥିତି ନାହିଁ ଆଉ। ସେଟା ମନରେ ଭାବୁଛନ୍ତି ନା ନାହିଁ? ହଁ ଘର କରିବି ବୋଲି ତ ଭାବିଛି ବାହାର ଜାଗା ବିଲ ଅଲଗା ଅଛି। ଜାଗାରେ ରହିଲେ ଶାନ୍ତିରେ ରହିବେ। ଆପଣ ଯେଉଁ ଜାଗାରେ ଘରରେ ଅଛନ୍ତି ସେ ଜାଗା ଘର ନୂଆ ଘର ପୁରୁଣା ଘର ସବୁ ମିଶାମିଶି ହେଇକି ଅଛି। ନାଇଁ ନୂଆ ଘର ପୁରୁଣା ଘର ହଁ ମିଶିଛନ୍ତି ସେଇ ଘରେ ଅଶାନ୍ତି। ତିନି ଭାଇ ଯାକ ଗୋଟେ ଜାଗାରେ ରହୁଛୁ ଅଶାନ୍ତିରେ କଟୁଛି। ହଁ ଆଉ ଘରେ ତମକୁ ଦେଖି ସହି ପାରୁନାହାନ୍ତି। ଟୋଟାଲି କିଛି କେହି ଅନଉନାହାନ୍ତି ମୁଁ ଚାହୁଁନାହାନ୍ତି। ଚେଞ୍ଜ ଅଫ୍ ପ୍ଲେସ୍ ଏଇଟା ହେଉଛି ଆପଣଙ୍କର ଚେଞ୍ଜ ଅଫ୍ ପ୍ଲେସ୍ର ଚିହ୍ନ। ଆଜ୍ଞା ସ୍ଥାନ ପରିବର୍ତ୍ତନ ଚିହ୍ନ। ଆପଣଙ୍କୁ ଏଜ୍ କେତେ ହେଲା? ଏଜ୍ 35-36 ଚାଲିଲା ଆଉ। ହଁ 45 ବର୍ଷରେ ଚେଞ୍ଜ ଅଫ୍ ପ୍ଲେସ୍ ହେବ। ସେଇ ତ ହିସାବ ଅଛି ସେତିକି ବେଳକୁ କରିବି ବୋଲି ଆଉ। ହେଲା। ଆଜ୍ଞା ତାପରେ ଆପଣଙ୍କର ତ ପାଠପଢ଼ା ଅଧାରୁ ବନ୍ଦ କରିଦେଲେ। ଆଜ୍ଞା ଘରେ କିନ୍ତୁ ଅଭାବ ଅନଟନ ନଥିଲା। ନା ଆପଣ ନିଜକୁ ନିଜ ପାଠପଢ଼ା ନଷ୍ଟ କଲେ। ଏଠି ଗୋଟେ କଳା ଚିହ୍ନ ଦେଖାଯାଉଛି ଶୁକ୍ରଙ୍କ କ୍ଷେତ୍ରରେ। କ'ଣ ହେଇଥିବ କଳା ଯାଇ ହେଇଥିବ। ଆପଣଙ୍କ ଉପରେ ପିଲା ନିନ୍ଦା ଆରୋପ ଥିଲା। ଆପଣଙ୍କ ସ୍ତ୍ରୀ ଦୀର୍ଘଜୀବୀ ବହୁତ ଦିନ ବଞ୍ଚିବେ ସେ। ଆଜ୍ଞା ଆପଣଙ୍କ ପରମାୟୁ କିନ୍ତୁ କମ୍। ଆଉ ଆପଣଙ୍କ ସ୍ତ୍ରୀ ରାଇଟିଆ ଲୋକ। ହଁ ଆଉ ଆପଣଙ୍କ ଉପରେ ସନ୍ଦେହ କରିବ ବେଳେବେଳେ। ସବୁବେଳେ ସନ୍ଦେହ କରୁଛି ଆଉ। ଆପଣ ଏମିତି ଟେନସନ୍ରେ ରହିବେ ଯେ ଭୁଲିଯିବେ ସବୁ।